ओम नमो भगवते वासुदेवाय। दशमोऽध्याय। श्रीशुक उवाच। एतु अनन्ते कदिने शृण राजन सावधाने। सिन्धुपति जे रहुराण से राजा विष्णुपरायण। ताहार 61 वृत्ते राजार गमन निमन्ते। विमान बहि न पारन्ति एक पुरुषे से लभन्ति। विधाता जोगे देख तार से विष्णु अंशे नृपवर। सेठारे हेले उपस्थित ताहांकु देखि नृपदूत। हरस मने विचारई एहांक तुले केहि नाही। कि पुष्ट दृढ़ या शरीर विमान रहिब सुंदर। एमन्ते शीघ्र घेनि गले विमान बुहारे खंजिले। एहि नियुक्त नर संगे विमान बहे नाना रंगे। साक्षाते विष्णु अंशे सेहि पर अधीन प्राय होई। से जे परम भागवत ए कर्म तार अनुचित। विमान बहि न पारई विषम श्रमे से चलई। क्षुद्र जन्तुक मृत्यु भये पाद न खेपन्ति निर्भये। तेणु विमान वक्र होई राजार कष्ट हुए देहि। विमान बुहा पराशरे राजा कहई कोप भरे। विषम सम भाव होई विमान बह काहि पाई। प्रभु बचने कोप भरे शुणि कंपिले से किंकरे। अत्यंत भयचित होई जड़कु देले से देखाई। नाथ आम्भ दोष नाही ए जे पुरुष न चलई। एहार वक्र गति पाई विमान वक्र भाव होई। नाथ शुण सावधाने पुनि हि चलई विमाने। एहांक संग तेरा जन बहि न पारिबु विमान। संसर्ग दोषरु आम्भर दंडिब जेबे नृपवर। एमन्ते भृत्य वाक्य शुणि से जे राजन शिरोमणि। स्वभावे साधु से बोलाई रजोगुण रे क्रोध बही। विष्णु भक्त विप्रवर ताहांकु कहई उत्तर। रहुराण उवाच। सुपुष्ट स्थूल तो शरीर कठिन पीन पादौर। स्थकिते तळु कि कारणे ए तोर अंग निष्कारणे। क्षुद्र जे तोर संगतरे विमान बहई तत्परे। व्यर्थ ए तोर कळेबर मिथ्यारे बहुत शरीर। एमन्ते शुण परीक्षित से जे ब्राह्मण विष्णु भक्त। एमन्त वचने मौन स्वभावे बहई विमान। पुनि विमान वक्र हेला से राजा अति कोप कला। आरे पा मोर मूढ़ चित जीवन थाउ तुहि मृत। ए मोर अंगे कष्ट देउ उन्नत भाव किंपा कहू। जमर प्राय मु अटई दुष्टंक दर्प मु ध्वंसई।
ତୋହର ମତ ଭାବ ମୋହି ଆଜ ଯେ ଦୂର କରିବଇ ଏମନ୍ତେ ଅତି ନିନ୍ଦାମାନ ବହୁତ କଲା ସେ ରାଜନ ରଜଗୁଣରୁ କ୍ରୋଧ ତାର ତମ ଗୁଣରୁ ଅହଙ୍କାର ସକଳ ଭୂତେ ଦୟା ସାର ସେ ଯେ ବ୍ରାହ୍ମଣର କୁମର ଈଷତ ହାସ୍ୟ ବଦନରେ ବଚନ କହଇ ରାଜରେ ଭରତ ଉବାଚ ଭୋ ନୃପ ଶୁଣ ସାବଧାନେ ତୁମ୍ଭେ ଯେ କହିଲ ବଚନେ ଗମନ କରି ନ ପାରଇ ସେ କଥା ଉଚିତ ଅଟଇ ଏ କଥା ଆମ୍ଭ ସାଧୁପଣ ଲୋକରେ କରନ୍ତି ଗାୟନ ଜୀବନ ମୃତ ଯେ ବୋଇଲ ସେ କଥା ସତ୍ୟ ଯେ କହିଲ କ୍ଲେଶ ଶରୀରେ ଏ ଆମ୍ଭର କେବେ ନୁହେଁ ନୃପବର ମାନ ଅହଙ୍କାରାଦି ଯେତେ ତାହାର ନାନା ବ୍ୟାଧି ହିତେ କ୍ରୋଧା ପିଶାଚ ଭୟ ମାନ ମୋହର ନାହିଁ ହେ ରାଜନ ନିଦ୍ରା ବିହାର କ୍ରୋଧ ଯେତେ ମୋହ ଅହଙ୍କାର ସಮೇତେ ଯେ ପ୍ରାଣୀ ଦେହବନ୍ତ ହୋଇ ତାହାର ତହିଁ ଏତେ ଥାଇ ମୋହର ଦେହେ ଏତେ ନାହିଁ ଜୀବନ ଥାଉ ମୃତ ମୁହିଁ କେଓ ବା କାହାକୁ ବହଇ ଏମନ୍ତ ମୁହିଁ ନ ଦେଖଇ କେବା ଈଶ୍ୱର କେ କିଙ୍କର ଏମନ୍ତ ନ ଦେଖି ଉପର ତୁମ୍ଭ ଆମ୍ଭର ଏ ବିଚାର କିମ୍ପା କହିଲ ନୃପବର ଆମ୍ଭେ କି କହିବୁ ତୁମ୍ଭରେ ସ୍ୱଭାବେ ଏ ଜଡ଼ ଶରୀରେ ପ୍ରମତ୍ତ ଜଡ଼ ଭାବେ ମୋହି ବିମାନେ କେବେ ନ ବହି ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷା ନୃପବର ସେ ଯେ ବ୍ରାହ୍ମଣର କୁମାର ସୁଶୀଳ ସମ ସାଧୁଚିତ ବିଶେଷେ ବିଷ୍ଣୁର ଭକତ ତାହାର ବାକ୍ୟ ଅନୁସାରେ ଏମନ୍ତ କହି ସେ ମଧୁରେ ପ୍ରାରବଧ କର୍ମକ୍ଷୟ ପାଇ ପୁଣି ବସନ୍ତି ତୁନି ହୋଇ ତତ୍ତ୍ୱଯଜ୍ଞ ଶାନ୍ତି ମନରେ ସେ ଯାଉଥିଲା ସ୍ନେହ ଭରେ ବିଷୟ କର୍ମ କରି ଦୂର ଏମନ୍ତେ ଶୁଣ ନୃପବର ଦ୍ୱିଜ ବଚନ ତତ୍ତ୍ୱଜ୍ଞାନ ବିଷୟ ତାପ ବିଖଣ୍ଡନ ଅମୃତ ପ୍ରାୟ ତାହା ଜାଣି ମନେ ଚିନ୍ତିଲା ନୃପମଣି ତକ୍ଷଣେ ଶୀଘ୍ର ଗତି ହୋଇ ବିମାନୁ ପଡ଼ିଲା ଓହ୍ଲାଇ ବ୍ରାହ୍ମଣ ପଦ ଯୁଗଳରେ ଶିର ଅର୍ପିଲା ଶୀଘ୍ରତରେ କ୍ଷମା କରାଇ ଅପରାଧ କହଇ ବାକ୍ୟ ଗଦ ଗଦ ରଘୁରାଣ ଉବାଚ କେ ତୁମ୍ଭେ କହ ସ୍ୱାମୀ ମାରେ କରୁଣା କର ଏ କିଙ୍କରେ ଗୁପତ ହୋଇ ବ୍ରହ୍ମୁଥାଅ ବ୍ରାହ୍ମଣ ରୂପ ତୁମ୍ଭେ ବହ କିବା ଅବଧୂତ ବେଶରେ କେମନ୍ତେ ବିହିଲ ଏଠାରେ କାହିଁ ତୁମ୍ଭର ନିଜ ସ୍ଥାନ କେମନ୍ତେ ବହିଲ ବିମାନ ଏ ଯେ ଅପରାଧ ମୋହର କ୍ଷମାନ୍ତୁ କର ଦ୍ୱିଜବର ଇନ୍ଦ୍ରାଦି ଯେତେ ଦେବାସୁର ଶଙ୍କର ଆଦି ଦିବାକର ଏହାଙ୍କ କ୍ରୋଧରେ ମୋହର ଭୟ ଯେ ନାହିଁ ବିପ୍ରବର ବ୍ରାହ୍ମଣ ଅପମାନେ ମୋର
ହୃଦ କମ୍ପଇ ଥରହର ଏଣୁ ଅପରାଧ ମୋହର କ୍ଷମା କରିବ ବିପ୍ରବର ଅଶେଷ ଜ୍ଞାନର କାରଣ ତୁମ୍ଭେ ଯେ ବିଷ୍ଣୁ ପରାୟଣ ଅଜ୍ଞାନ ପ୍ରାଣୀ ମାନଙ୍କରେ ଦେଖାଅ ଏ ଜଡ଼ ଶରୀରେ ତାହାର ଯେତେ ବାକ୍ୟମାନ ଗ୍ରଥିତ ହୋଇଅଛି ଜ୍ଞାନ ସକଳ ଜ୍ଞାନମନ୍ତ ତୁହି ତୋତେ ମୁଁ ପ୍ରସନ୍ନ କରଇ ଜ୍ଞାନ ସ୍ୱରୂପ ଏ ତୋହର ଭୋନାଥ କୃପା ମୋତେ କୃପା କର ଉତ୍କଟ ଜଡ଼ ରୂପ ହୋଇ ପ୍ରାଣୀଙ୍କ ହିତେ ବ୍ରହ୍ମ ଥାଇ ପନାଥ ବିପ୍ର ଯୋଗେଶ୍ୱର ମୁମୂଢ଼ ମତି ଯେ ପାମର କେମନ୍ତ ତୋତେ ଚିହ୍ନିବଇ ସ୍ୱଭାବେ ଗୃହ ବନ୍ଧେ ରହି ଏ ଯେ ମୋହର ଅନୁଚର ଅତ୍ୟନ୍ତ ମୂଢ଼ ଦୁରାଚାର ଅଜ୍ଞାନ ହେତୁ ଆଣିଦେଲେ ବିଧାତା ଘଟଣାର ବଳେ ଶୁଣ ପରୀକ୍ଷ ସାବଧାନେ ସେ ବିପ୍ର ନୃପର ବଚନେ ଜ୍ଞାନ ବୈରାଗ୍ୟ ଆଦି କରି ସକଳ ଏଥି ଅଛି ପୁରୀ ଗୋବିନ୍ଦ ପାଦ ପଦ୍ମ ତଳେ ମନ ତୁ ରଖ ସୁନିଶ୍ଚଳେ ପଞ୍ଚମ ସ୍କନ୍ଧେ ଏହୁ ବାଣୀ ଶୁଣି ସଂସାରୁ ତର ପ୍ରାଣୀ କୃଷ୍ଣ ଚରଣେ ଋତ ଭଜ କହଇ ଜଗନ୍ନାଥ ଦ୍ୱିଜ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ପଞ୍ଚମ ସ୍କନ୍ଧେ ରଘୁରାଣ ଜଡ଼ ଭରତ ସମ୍ବାଦେ ନାମ ଦଶମୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।